ଏକ ଜାନୁଆରୀ ଦିନ ଘରର ମହିଳା କାହାକୁ କିଛି ନ କହି ଚୁପଚାପ ଆପଣଙ୍କ ଲୁଣ ଡବାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଛୋଟିଆ ଜିନିଷଟିଏ। ଏହି ନୂଆ ବର୍ଷ ଦିନ ଏମିତି କାମ କରିବା ଦ୍ୱାରା ଆପଣଙ୍କ ଦିନ ଖୁସିରେ ଭରିଯିବ। ଜୀବନ ସାରା ଏତେ ପଇସା ଆସିବ ସମ୍ଭାଳି ପାରିବେନି। ଆଉ ଏହି ମୌକା ଦ୍ୱିତୀୟ ଥର କେବେ ବି ଆସିବ ନାହିଁ। ଯେପରି ଆପଣ ସମସ୍ତେ ଜାଣିଛନ୍ତି ଯେ 1 ଜାନୁଆରୀ ବୁଧବାର ଦିନ ନୂଆ ବର୍ଷ ପଡୁଅଛି। ଆଉ ଏହି ଦିନଟି ବହୁତ ବିଶେଷ ଦିନ ହେବାକୁ ଯାଉଛି। ଆଉ ଏହି ବିଶେଷ ଦିନରେ ଆମେ ଆପଣଙ୍କୁ ଆଜି ଏମିତି କିଛି ଉପାୟ ବତାଇବୁ, ଯଦି ଆପଣ ଏହି ଉପାୟକୁ କରିଦେବେ ତ ଆପଣଙ୍କ ଜୀବନ ପୁରା ବଦଳିଯିବ। ଆପଣ ଏହି ଉପାୟକୁ କରିବା ମାତ୍ରେ ଆପଣଙ୍କର କେତେ ବଡ଼ ଚମତ୍କାର ଘଟିବ। ଧନ ପ୍ରାପ୍ତିର ନୂଆ ନୂଆ ମାର୍ଗ ଖୋଲିଯିବ। ଆପଣଙ୍କ ଜୀବନରୁ ସବୁ ବାଧା ସମସ୍ତ ଦୂର ହୋଇଯିବ ଏବଂ ଆପଣଙ୍କର ଜୀବନ ସାରା ସୁଖ ସମୃଦ୍ଧିର ପ୍ରାପ୍ତି ହେବ। ଆପଣ ଏହି ଉପାୟକୁ 1 ଜାନୁଆରୀ ବୁଧବାର ଦିନ ଜରୁର କରନ୍ତୁ, କାହିଁକି ନା ଏହି ମୌକା ଆପଣଙ୍କ ଜୀବନରେ ଦ୍ୱିତୀୟ ଥର ଆଉ ଆସିବ ନାହିଁ। ତେବେ ଚାଲନ୍ତୁ ଏହି ବିଶେଷ ଉପାୟ ବିଷୟରେ ଜାଣିବା। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ, ଯଦି ଆପଣମାନେ ଆମର ଏହି ଚ୍ୟାନେଲରେ ନୂଆ ତ କୃପା କରି ଆମର ଏହି ଚ୍ୟାନେଲ ରୋଜି ପିହୁ 1234 କୁ ସବସ୍କ୍ରାଇବ ଅବଶ୍ୟ କରିଦିଅନ୍ତୁ। ତ ଜୟ ମାତା ଲକ୍ଷ୍ମୀ ଆପଣମାନଙ୍କର ଏହି ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ତ ତାଙ୍କ ଜୀବନରେ କେବେ ବି ଧନର କମି ହେବାକୁ ଦେବେ ନାହିଁ। ଯେତେବେଳେ ଆପଣଙ୍କର ହାତ ପୁରା ଖାଲି ହୋଇଯାଉଛି, ପଇସା କେଉଁ ଦିଗରୁ ବି ଆପଣଙ୍କୁ ପ୍ରାପ୍ତ ହୋଇପାରୁନାହିଁ, ଆପଣଙ୍କ ଜୀବନରେ ଚାରି ଦିଗରୁ କେବଳ ଆଉ କେବଳ ସମସ୍ୟା ସଙ୍କଟ ମାଡ଼ି ଆସୁଛି, ତ ଲୁଣର ଏହି ଉପାୟ ଛୋଟିଆ ଜିନିଷଟିଏ କରିଦିଅନ୍ତୁ। ବାସ୍ ଏହି ଗୁପ୍ତ ଜିନିଷ ଜୀବନର ସବୁ ପ୍ରତ୍ୟେକ କଷ୍ଟରୁ, ଯାହାକି ଦୋଷ, ବାସ୍ତୁ ଦୋଷ, ଶନି ଦୋଷରୁ ଆପଣଙ୍କୁ ବହୁ ଜଲ୍ଦିରୁ ମୁକ୍ତି ମିଳିଯିବ। ମାତା ଲକ୍ଷ୍ମୀଙ୍କ ଠାରୁ ଏମିତି ଆଶୀର୍ବାଦ ଆପଣଙ୍କୁ ମିଳିବ, ଯାହା ପରେ ଆପଣଙ୍କ ଜୀବନରେ ହେବ ଧନର ବର୍ଷା। ଆପଣ ବନିଯିବେ ଧନବାନ। ତେବେ ଆପଣ ଆପଣଙ୍କ ଘରେ ଗୋଟିଏ ଅଲଗା ଡବାରେ ଲୁଣ ଭରିକରି ରଖିଦେବେ ଏବଂ ସେହି ଡବାକୁ ଆପଣଙ୍କ ଘରେ ଅଲଗା ରଖିବେ। କାହିଁକି ନା ଆଜିର ଭିଡ଼ିଓରେ ଯେଉଁ ଉପାୟ ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ, ତାହା କେବଳ ଆଉ କେବଳ ଆପଣଙ୍କର ଲୁଣ ଡବାରେ ଠିକ୍ ସମୟରେ 1 ଜାନୁଆରୀ ଦିନ ଗୋଟିଏ ଗୁପ୍ତ ଜିନିଷ ଲୁଚେଇବାକୁ ପଡ଼ିବ। ଆଉ ଆପଣ ଯେପରି ତନ୍ତ୍ରଶାସ୍ତ୍ର ଅନୁସାରେ ଲୁଣ ଡବାରେ ସେହି ଗୁପ୍ତ ଜିନିଷକୁ ଲୁଚେଇକି ରଖିବେ, ତ ମାନିକି ଚାଲନ୍ତୁ ଏହି ଉପାୟକୁ ଆପଣ କରିବା ପରେ ନା କେବଳ ଆପଣଙ୍କୁ ଆପଣଙ୍କର ଜନ୍ମ ଜନ୍ମାନ୍ତର ଗରିବୀର ସମସ୍ୟା, ବାସ୍ତୁ ଦୋଷ ଆଉ ସବୁ ପ୍ରକାରର ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିଯିବ। ଯଦି ଆପଣ ଏହି ଉପାୟ 1 ଜାନୁଆରୀ ଦିନ ଠିକ୍ ମୁହୂର୍ତ୍ତରେ କରିଦେବେ, ତ ମାନିକି ଚାଲନ୍ତୁ ଆପଣଙ୍କ ଜୀବନରେ ଧନର ବର୍ଷା ହେବ। ଆପଣଙ୍କ ଜୀବନରେ ଯେଉଁ ଧନ ଆସିବ, ସେହି ଧନ ଧୀରେ ଧୀରେ ବୃଦ୍ଧି ହେବ। ଆପଣଙ୍କର ବନ୍ଦ ହୋଇଯାଇଥିବା ବ୍ୟାପାର ପୁଣି ଥରେ ଚାଲିବାକୁ ଲାଗିବ। ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି, ବୈଭବ, ଐଶ୍ୱର୍ଯ୍ୟର ପ୍ରାପ୍ତି ହେବ। ଆପଣଙ୍କ ଘରର ଉନ୍ନତି ହେବ। ଏମିତି ଗୋଟିଏ ଉପାୟ, ଏହା ଆପଣଙ୍କର ପୁରା ପରିବାରକୁ ଜୀବନରେ ଗୋଟିଏ ଚମତ୍କାରୀ ଏବଂ ସକାରାତ୍ମକ ଉର୍ଜାର ଲାଭ ଆଣିବ। ଯେଉଁ ବ୍ୟକ୍ତିଙ୍କ ଘରେ ଯେଉଁ ଲୁଣ ଡବା ରହିଥାଏ, ତାହା ସିଧା ସିଧା ସେହି ଘରର ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସ୍ଥିତିରୁ ସମ୍ବନ୍ଧ ରଖିଥାଏ। ଜ୍ୟୋତିଷ ଶାସ୍ତ୍ରରେ ମାନ୍ୟତା ଅନୁଯାୟୀ ଯଦି ଗୋଟିଏ ଘରେ ଲୁଣ ଡବା ଖାଲି ହୋଇଥାଏ, ତ ଏହା ହେଉଛି ଘରର ଆର୍ଥିକ ସ୍ଥିତିରେ ବହୁତ ବଡ଼ ଫରକ ପଡ଼ିଥାଏ ଆଉ ସେହି ଘରର ବାସ୍ତୁ ଦୋଷ ବି ଖରାପ ହୋଇଥାଏ। ଯଦି ଆପଣ ଲୁଣକୁ ସବୁବେଳେ ସାବଧାନ ନ ରଖନ୍ତି, ତ ଆପଣଙ୍କ ଜୀବନରେ ଆପଣଙ୍କୁ ସମସ୍ୟା ସଙ୍କଟରୁ ସାମ୍ନା କରିବାକୁ ପଡ଼ିଥାଏ। ଆଉ ଆପଣ ଯଦି ଲୁଣକୁ ନେଇ ଏହି ଉପାୟ କରିଥାନ୍ତି, ଯେଉଁ ଉପାୟ କରିବେ, ଯାହା ବିଷୟରେ ଶାସ୍ତ୍ର ଜ୍ୟୋତିଷ ଶାସ୍ତ୍ରରେ ଲେଖା ହୋଇଛି, ତ ମାନିକି ଚାଲନ୍ତୁ ନା କେବଳ ଆପଣଙ୍କର ତ୍ରେଜରୀ ଧନରେ ଭରିଯିବ, ତାଠୁ ଅଧିକା ଆପଣଙ୍କ ଉପରେ ଧନର ବର୍ଷା ହେବ। ଆପଣଙ୍କ ପାଖକୁ ଏତେ ଧନ ଆସିବ ଯେ ଆପଣଙ୍କ ଆଗକୁ ଆସୁଥିବା 7 ପିଢ଼ି ବି ପଇସା ଉପରେ ରାଜ କରିବେ। ଯଦି ଆପଣ ଧନବାନ ବନିବାକୁ ଚାହୁଁଛନ୍ତି, ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନରୁ ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ ସଙ୍କଟ ଦୂର ହୋଇଯାଉ, ତେବେ ଆପଣଙ୍କ ଜୀବନରେ କେବେ ବି ଆପଣଙ୍କୁ କୌଣସି କଷ୍ଟ, ଦୋଷର ସାମ୍ନା କରିବାକୁ ନ ପଡ଼େ, ସାକ୍ଷାତ ମାତା ଲକ୍ଷ୍ମୀଙ୍କର ବରଦାନ ଆଶୀର୍ବାଦ ଆପଣଙ୍କୁ ମିଳୁ, ଯାହାଦ୍ୱାରା ଆପଣଙ୍କ ଘରେ କେବେ ବି ଧନର କମି ନ ହେଉ। ଆପଣଙ୍କ ଜୀବନରେ ଏତେ ଧନ ଆସୁ, ପୁଣି ଆପଣଙ୍କୁ ଧନ ସମ୍ବନ୍ଧିତ କୌଣସି ଧନର ସମସ୍ୟାର ସାମ୍ନା ନ କରିବାକୁ ପଡ଼ୁ। ତ ଆଜିର ଏହି ଛୋଟିଆ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଲୁଣ ସାଧାରଣ ଜିନିଷ ଅଟେ,
ଲୁଣ ଏମିତି ଗୋଟେ ଜିନିଷ ଯାହା ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଥାଏ। ଆଉ ଏହି ଲୁଣ କେବଳ ଖାଇବାରେ ପଡ଼ାଯାଏ ନାହିଁ। ଏହି ଲୁଣର ଅଲଗା ବି ଫରକ ରହିଥାଏ। ଆଉ ଏହି ଲୁଣ ଆମ ଜୀବନରେ ସୁଖ ଶାନ୍ତି ସହ ଜଡ଼ିତ। ଆଉ ଏଥିପାଇଁ ଆପଣ ଲୁଣ ଖାଇବା ପାଇଁ ନୁହେଁ ବରଂ ଏହି ଲୁଣକୁ ଆପଣଙ୍କର ଏମିତି କିଛି ବ୍ୟବହାର କରିବା ଜରୁରୀ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ସୁଖ ସମୃଦ୍ଧି ଅନ୍ୟ କୌଣସି ସମସ୍ୟା ପାଇଁ ଲୁଣ ସହ ଜଡ଼ିତ ଉପାୟ କରାଯାଉଛି। ଏହି ଉପାୟକୁ କରିବା ପରେ ଆପଣ ଏବଂ ଆପଣଙ୍କର ପୁରା ପରିବାର ବହୁତ ଆଗକୁ ଯିବେ। ଉନ୍ନତିର ସିଡ଼ି ପରେ ସିଡ଼ି ଚଢ଼ିବେ। ଦର୍ଶକ ବନ୍ଧୁ, ଯଦି ଆପଣ ମାତା ଲକ୍ଷ୍ମୀଙ୍କର ସଚ୍ଚା ଭକ୍ତ ଥିବେ, ଭିଡ଼ିଓଟିକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍, କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ହରି ବିଷ୍ଣୁ ନିହାତି ଲେଖନ୍ତୁ। ଯେପରି ଗୋଟେ ମନୁଷ୍ୟ ଜୀବନରେ ତାଙ୍କ ଖାଦ୍ୟର ସ୍ୱାଦ ଲୁଣ ବିନା ଅଧୁରା ହୋଇଥାଏ, ଠିକ୍ ସେହିପରି ଜଣେ ମନୁଷ୍ୟ ଜୀବନରେ ବି ଲୁଣ ବିନା ଅଧୁରା ହୋଇଥାଏ। ଲୁଣ କେବଳ ଘରର ବାସ୍ତୁଦୋଷ ସମ୍ବନ୍ଧ ରଖିଥାଏ ତାହା ନୁହେଁ, ଲୁଣ ମନୁଷ୍ୟ ଜୀବନରେ ଆର୍ଥିକ ସ୍ଥିତିକୁ ବି ପ୍ରଭାବ ପକାଇଥାଏ। ବେଦ ପୁରାଣ ଅନୁସାରେ ଯେଉଁ ଘରେ ଲୁଣ ଡବା ଖାଲି ରହିଥାଏ ସେହି ଘରେ କେବେ ବି ଉନ୍ନତି ହୁଏ ନାହିଁ। ଯେଉଁ ଘରେ ଲୁଣକୁ ନେଇ କିଛି ଉପାୟ କରାଯାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ଆପଣ ଆପଣଙ୍କର ଘରେ ଯେବେ ପୋଛା ଲଗାଉଛନ୍ତି ତେବେ ଗୁରୁବାର ଦିନ ଛାଡ଼ିକି ଆଉ ବାକି ଦିନ କୌଣସି ବି ଦିନ ପୋଛା ଲଗାଇବା ଜଳରେ ଏକ ଚୁଟକି ଲୁଣ ପକାଇଦେବେ, କିନ୍ତୁ ଗୁରୁବାର ଦିନ କେବେ ବି ଘର ପୋଛା ଲଗାନ୍ତୁ ନାହିଁ। ଯଦି ଆପଣ ଅଜାଣତରେ ଭୁଲରେ ବି ଗୁରୁବାର ଦିନ ପୋଛା ଲଗାଇବେ ତ ଏହା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ବାସ ହେବ। ଆଉ ପୋଛା ପାଣିରେ 1 ଚାମଚ ବା 1 ମୁଠା ଲୁଣ ପକାଇ ସପ୍ତାହର ଗୋଟିଏ ଦିନ ଏହିପରି ପୋଛା ଆପଣଙ୍କ ଘରେ ଲଗାଇବେ। ଆପଣଙ୍କ ଘରର ନକାରାତ୍ମକ ଶକ୍ତିର ନାଶ ହୋଇଯିବ ଏବଂ ଆପଣଙ୍କ ଘରେ ସକାରାତ୍ମକ ଊର୍ଜାର ବାସ ହେବ। ଲୁଣକୁ ସବୁବେଳେ କାଚ ପାତ୍ରରେ ରଖିବେ ଏବଂ ସେହି ଲୁଣ ପାତ୍ରରେ 4ଟି କିମ୍ବା 5ଟି ଲବଙ୍ଗ ପକାଇ ଦିଅନ୍ତୁ। ଏହା ଦ୍ୱାରା ଧନର ଆଗମନ ଆରମ୍ଭ ହୋଇଯିବ। ଏବେ ଆସନ୍ତୁ ଜାଣିବା 1 ଜାନୁଆରୀ ଦିନ ଆଉ କି ଉପାୟ କରିବେ। ଆଉ ଏହି ଉପାୟଟି ଆପଣଙ୍କର ବୁଧବାର ଦିନ ହିଁ କରିବେ। ଆଉ 1 ଜାନୁଆରୀ ନୂଆ ବର୍ଷ ଦିନ ବି ବୁଧବାର ପଡୁଅଛି। ତେବେ ଉପାୟ ପାଇଁ ଗୋଟିଏ କାଚ ଗ୍ଲାସଟେ ନେବେ। ସେହି ଗ୍ଲାସରେ ପୁରା ଫୁଲ କରି ଗଙ୍ଗା ଜଳ ଭରି ଦିଅନ୍ତୁ। ଆଉ ସେହି ଗଙ୍ଗା ଜଳରେ ଗୋଟିଏ ଚାମଚ ଲୁଣ ପକାଇ ଦେବେ। ଏହାପରେ ସେହି ଗ୍ଲାସ ଉପରେ ଗୋଟିଏ ଲାଲ କପଡ଼ା ରଖିଦେବେ ଏବଂ ସେହି କପଡ଼ାକୁ ମୌଲି ଧାଗା ବା ରକ୍ଷା ସୂତକରେ ସେହି ଗ୍ଲାସର ମୁହଁକୁ ଲାଲ କପଡ଼ା ଉପରେ ବାନ୍ଧି ଦେବେ। ଆଉ ସେହି ଗ୍ଲାସକୁ ଆପଣ ସେହି ରୁମରେ ରଖନ୍ତୁ ଯେଉଁ ରୁମରେ ଆପଣ ଅଧିକା ସମୟ ବିତାଉଥାନ୍ତି। ସେହି ରୁମରେ କୌଣସି ଏକ କୋଣରେ ସେହି ଗ୍ଲାସକୁ ରଖିଦେବେ। ଆପଣ ପ୍ରତି 15 ଦିନରେ ଥରେ ସେହି ପାଣିକୁ ବଦଳାଇବେ। ଏହାପରେ ପୁଣି ଗୋଟିଏ ଗ୍ଲାସ ପାଣିରେ ଲୁଣ ପକାଇ ଠିକ୍ ସେହିପରି ଉପାୟ କରିବେ। ଆଉ ଏହି ଉପାୟକୁ ଆପଣ ପ୍ରତି 15 ଦିନରେ କରିବେ। ତନ୍ତ୍ରଶାସ୍ତ୍ରରେ ଲେଖା ଅଛି ଯଦି କୌଣସି ବ୍ୟକ୍ତି ଯଦି ଏହି ଉପାୟକୁ ଆପଣ ଆପଣଙ୍କ ଜୀବନରେ କରିବା ଆରମ୍ଭ କରିଦେବେ ତ ସେହି ବ୍ୟକ୍ତିର ଜୀବନରେ ପ୍ରତ୍ୟେକ ଦୋଷ ଦୂର ହୋଇଯିବ, ଯାହା ପାଇଁ ବ୍ୟକ୍ତିର ଜୀବନରେ ଧନ ଆସିବାର ବାଟ ବନ୍ଦ ହୋଇଯାଇଥିଲା ତାହା ଖୋଲିଯିବ। ଆପଣଙ୍କ ଉପରେ ଯଦି ମଙ୍ଗଳ ଦୋଷ, ଶନି ଦୋଷ ତ ଆପଣ ପ୍ରତି ବୁଧବାର ଦିନ କିମ୍ବା ଶନିବାର ଦିନ ଗୋଟିଏ ଗିନା ଦହି ନେବେ। ସେହି ଦହିରେ କଳା ଲୁଣ ମିଶାଇ ସେହି ଦହିର ସେବନ କରିବେ। ମଙ୍ଗଳ ଦୋଷ, ଶନି ଦୋଷ, ଶନିଙ୍କର 7.5 ଆପଣଙ୍କର ଯାହା ପଡ଼ିଥାଏ ଆପଣଙ୍କ ଏହି ଦହି ସେବନ କରିବା ଦ୍ୱାରା ଆପଣଙ୍କର ସେହି ଦୋଷ ସବୁ ଦୂର ହୋଇଯିବ। ପୁଣି ଥରେ କହି ରଖୁଛି, ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ଆପଣମାନେ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।